ଆମେ ସିଧାସଳଖ ବାକ୍ୟ ଆଡ଼କୁ ଯିବା। ବାଇବଲରେ ସର୍ବମୋଟ 6ଟି ପୁସ୍ତକ ଆମେ ଦେଖିବାକୁ ପାଉ। ଆଉ ସେଥିମଧ୍ୟରୁ 65ଟି ପୁସ୍ତକ ଯାହା ସବୁ ଘଟି ଯାଇଛି, ଯାହା ସବୁ ହେଇଛି, ସାଧିତ ହେଇଛି, ଏ ବିଷୟରେ ଲେଖାଯାଏ। କିନ୍ତୁ ଗୋଟିଏ ମାତ୍ର ପୁସ୍ତକ ବାଇବଲରେ ଅଛି, ପ୍ରକାଶିତ ବାକ୍ୟ, ଆଉ ଯାହା ଘଟିବ ଆଉ ତାହା ବର୍ଣ୍ଣନା କରାଯାଇଛି। ଭବିଷ୍ୟତରେ ଯାହା ଘଟିବ ତାହା ବର୍ଣ୍ଣନା କରାଯାଇଛି। ଏଣୁ ମୁଁ ଆପଣମାନଙ୍କ ସମ୍ମୁଖରେ ଗୋଟିଏ ମୁଖ୍ୟ ବିଷୟ ରଖିବା ପାଇଁ ଚାହେଁ। ଆପଣମାନଙ୍କ ଜଣାଶୁଣା ବିଷୟ, ତାହା ହେଉଛି ଈଶ୍ୱରଙ୍କର ଉପସ୍ଥିତି, ଖ୍ରୀଷ୍ଟଙ୍କ ସହଭାଗିତା। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ଗୋଟେ ବାକ୍ୟ ପାଠ କରିବା। ପ୍ରକାଶିତ ବାକ୍ୟ 20 ପର୍ବ ତାର 6 ପଦ। ପ୍ରକାଶିତ ବାକ୍ୟ 20 ପର୍ବ ତାର 6 ପଦ। ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର। ସେମାନେ ଧନ୍ୟ ଓ ପବିତ୍ର। ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ। ଆଉ ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ। ବରଞ୍ଚ ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ 100 ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ। ଆଉ ସେମାନେ ଈଶ୍ୱରଙ୍କ ସହିତ ଓ ଖ୍ରୀଷ୍ଟଙ୍କର ଯାଜକ ହୋଇ, ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ 100 ବର୍ଷ ପର୍ଯ୍ୟନ୍ତ କ'ଣ କରିବେ? ରାଜ୍ୟ କରିବେ। ହାଲେଲୁୟା! କେତେ ସୁନ୍ଦର ବାକ୍ୟ। କିନ୍ତୁ ଏଟା ଆମର ହୃଦୟକୁ ବିଦୀର୍ଣ୍ଣ କରିଦେଇଥାଏ। ଲେଖାଗଲା, ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଅଂଶୀ ହୁଅନ୍ତି ସେମାନେ ଧନ୍ୟ। ପୁନରୁତ୍ଥାନ କହିଲେ ଆଉ ଥରେ ଉଠିବା, ମୃତ୍ୟୁ ହେଲା ପରେ ଉଠିବା, ପୁନର୍ଜୀବିତ ହେବା। ପୁନରୁତ୍ଥାନ, ପୁନଃ ଉଠିବା। ପ୍ରଭୁଙ୍କ ନାମ ଧନ୍ୟବାଦ ହଉ। ଆଉ ମୃତ୍ୟୁ ସମସ୍ତଙ୍କ ଜୀବନରେ ଆସେ ବା ସମସ୍ତେ ମୃତ୍ୟୁବରଣ କରନ୍ତି। ଆଉ ବାଇବଲ ମୃତ୍ୟୁ ବିଷୟରେ ଏହା କହେ, ପ୍ରଥମ ମୃତ୍ୟୁ, ଦ୍ୱିତୀୟ ମୃତ୍ୟୁ। ଆଉ ପ୍ରକାର ବାଇବଲ କହେ ଶାରୀରିକ ମୃତ୍ୟୁ, ଆତ୍ମିକ ମୃତ୍ୟୁ। ବାଇବଲ ଏହା ପ୍ରକାଶ କରେ ପ୍ରଥମ ପୁନରୁତ୍ଥାନ, ଦ୍ୱିତୀୟ ପୁନରୁତ୍ଥାନ। ଏଣୁ ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ଲେଖାଗଲା, ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଅଂଶୀ ହୁଅନ୍ତି ସେମାନେ ଧନ୍ୟ। ଆଉ ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଅଂଶୀ ହୁଅନ୍ତି ନାହିଁ, ସେମାନେ ଦ୍ୱିତୀୟ ମୃତ୍ୟୁରେ ସେମାନେ ସ୍ଥାନ ପାଇବେ। ଯାହା ଲେଖାଯାଏ 19 ପର୍ବ ତାର 21 ପର୍ବ ତାର 8 ପଦ। କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟ କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ ଓ ପ୍ରତିମା ପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ। ସେମାନେ ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ। ଏହା ହେଉଛି ଦ୍ୱିତୀୟ ମୃତ୍ୟୁ। ପ୍ରଥମ ମୃତ୍ୟୁରେ ଯେଉଁମାନେ ପୁନରୁତ୍ଥାନ ହେବେ ସେମାନେ ଦ୍ୱିତୀୟ ମୃତ୍ୟୁ ତାଙ୍କ ଜୀବନରେ ଆସିବ। କାରଣ ସେମାନେ ଉତ୍ଥିତ ହେଲେ,
ବାକ୍ୟ ଆମକୁ ଏହା ଶିକ୍ଷା ଦିଏ ଯେ କିଏ ଧନ୍ୟ ସେ ବିଷୟରେ ଆମକୁ ବାକ୍ୟ କହୁଛି। ଆମେ ସମସ୍ତେ ଜାଣୁ ଦିନେ ନା ଦିନେ ଆମେ ସମସ୍ତେ ମୃତ ହେବାକୁ ପଡ଼ିବ, କିନ୍ତୁ ଯୀଶୁଙ୍କର ଆଗମନ ଯଦି ଆମର ମରିବା ପୂର୍ବେ ହୁଏ ତାହେଲେ ଆମେ ଆଉ ମୃତ୍ୟୁର ଆସ୍ବାଦକୁ ଆମେ ଆଉ ଚାଖିବୁ ନାହିଁ। ଆଉ ବାଇବଲ ଏହା ପ୍ରକାଶ କରେ ଆଉ ଯେଉଁମାନେ ଯୀଶୁଙ୍କୁ ପାଇଛନ୍ତି ସେମାନେ ଜୀବନ ପାଇଛନ୍ତି, ଆଉ ଯେଉଁମାନେ ଯୀଶୁଙ୍କ ଠାରେ ଅଛନ୍ତି ଖ୍ରୀଷ୍ଟଙ୍କ ଠାରେ ଥାଇ ଅଛନ୍ତି ସେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛନ୍ତି। ଏଣୁ ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଅଂଶୀ ହୁଅନ୍ତି ଆଉ ସେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରନ୍ତି। ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଅଂଶୀ ହୁଅନ୍ତି ଆଉ ସେମାନେ ଦ୍ୱିତୀୟ ମୃତ୍ୟୁର ଅଧିକାର ସେମାନଙ୍କ ଉପରେ ନାହିଁ। ସେମାନେ ଦ୍ୱିତୀୟ ଥର ମୃତ୍ୟୁ ଗ୍ରହଣ କରିବେ ନାହିଁ, ବରଂ ସେମାନେ ଈଶ୍ୱରଙ୍କ ସହିତ ଯୀଶୁଙ୍କ ସହିତ ମିଶି 1,000 ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବେ। ତେବେ ଆମେ ଟିକେ ନିଜକୁ ଆମେ ଚିନ୍ତା କରିବା, ଦେଖିବା ମୁଁ କ'ଣ ପ୍ରଥମ ପୁନରୁତ୍ଥାନରେ ଅଂଶୀ ହୋଇପାରିବି କି? ମୁଁ ମୃତ୍ୟୁବରଣ କଲା ପରେ ଯେତେବେଳେ ଆଉ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ହେବ ମେଘମାଳାରେ ବା ମଧ୍ୟ ଆକାଶରେ, ଆଉ ସେତେବେଳେ ଦୂତମାନେ ଯେଉଁ ତୁରୀ ଶବ୍ଦ କରିବେ সেই ସ୍ୱରକୁ ଶୁଣି କ'ଣ ମୁଁ ଉଠିବି କି, ଉଠି ପାରିବି କି? ତହିଁ ନିମନ୍ତେ ମୁଁ ପ୍ରସ୍ତୁତ ଅଛି ନା ନାହିଁ? ବାଇବଲ ଏହା ପ୍ରକାଶ କରେ ଆଉ ମନୁଷ୍ୟ ଆଉ ଯୀଶୁଙ୍କର ଅପେକ୍ଷାରେ ଅଛି। ପରନ୍ତୁ ଏଭଳି 9 ପର୍ବ ତାର 38 ପଦ ତାର ଶେଷ ଅଂଶ। ଯେଉଁମାନେ ତାହାଙ୍କର ଅପେକ୍ଷାରେ ଅଛନ୍ତି ସେମାନେ ରକ୍ଷା ପାଇବା ନିମନ୍ତେ ଯୀଶୁଙ୍କୁ ଦର୍ଶନ କରିବେ। ସୁନ୍ଦର ବାକ୍ୟ। ହଁ ପ୍ରିୟମାନେ, ମୃତ୍ୟୁ ମଣିଷ ଜୀବନର ଆଉ ଗୋଟେ ଅଂଶ କହିଲେ ଚଳେ। ଆଉ ପ୍ରତ୍ୟେକ ମଣିଷକୁ ମରିବାକୁ ପଡ଼ିବ ହିଁ ପଡ଼ିବ। କିନ୍ତୁ ଗୋଟେ ବିଷୟ ମନେ ରଖିବା, ଅନେକ ଏହା ବିଶ୍ୱାସ କରନ୍ତି ନାହିଁ, ଗ୍ରହଣ କରନ୍ତି ନାହିଁ। ତାହେଲା କ'ଣ? ମନୁଷ୍ୟ ମୃତ୍ୟୁ ମନୁଷ୍ୟର ଶେଷ ନୁହେଁ। ମୃତ୍ୟୁ ମନୁଷ୍ୟ ଜୀବନର ସମାପ୍ତି ନୁହେଁ। ଏ ବିଷୟକୁ ଅନେକ ଗ୍ରହଣ କରନ୍ତି ନାହିଁ। ମୃତ୍ୟୁ ପରେ ଆଉ ଏକ ଜୀବନ ଅଛି, ଯୋଉଟାକି ଚିରକାଳ ସର୍ବଦା ହୋଇପାରେ। ପବିତ୍ର ଜୀବନ କାଟି ରହିଥିବା ତାହେଲେ ଆମେ ସ୍ୱର୍ଗରେ ରହିବା, ଯଦି ଆମେ ଅପବିତ୍ର ଜୀବନ କାଟି ରହିବା ତାହେଲେ ଆମେ ନରକରେ ଚିରକାଳ ରହିବା। ସେ ଜୀବନ ଅଛି। ତେଣୁ ମୃତ୍ୟୁ ମଣିଷ ଜୀବନର ଶେଷ ନୁହେଁ। ଆଉ ମୃତ୍ୟୁ ପରେ ଆମେ ପଢିଲୁ ବର୍ତ୍ତମାନ ବିଚାର ହେବ ଆଉ ସମସ୍ତେ ପୁନରୁତ୍ଥିତ ହେବେ। ଆଉ ବିଚାର ହେଲା ପରେ ଆପଣ ଆପଣା କର୍ମ ଅନୁସାରେ ପ୍ରତିଫଳ ପାଇବେ। ଆଉ ଯେଉଁମାନେ ପ୍ରଥମ ପୁନରୁତ୍ଥାନ ଉତ୍ଥିତ ହେବେ ସେମାନେ ଧନ୍ୟ, କାରଣ ସେମାନେ ଦ୍ୱିତୀୟ ମୃତ୍ୟୁର ଅଂଶୀ ହେବେ ନାହିଁ ବା ସ୍ଥାନ ପାଇବେ ନାହିଁ, ବା ସେମାନଙ୍କ ଉପରେ ଦ୍ୱିତୀୟ ଥର ମୃତ୍ୟୁ ଆଉ ଅଧିକାର କରିବ ନାହିଁ। ଏ ମୃତ୍ୟୁ ପାଇଁ ଆମେ ଚିନ୍ତା କରିବା ନାହିଁ, ମରବା ବିଷୟ ପାଇଁ ଚିନ୍ତା କରିବା ନାହିଁ। ମରିଗଲେ କେମିତି? ମୃତ୍ୟୁର ସମୟ ସୀମା ନାହିଁ, କେତେବେଳେ ମଧ୍ୟ ମୃତ୍ୟୁ ହୋଇଯାଏ। ଅକାଳରେ ବି ମୃତ୍ୟୁ ହୋଇଯାଏ, ରୋଗରେ ପଡ଼ି ମୃତ୍ୟୁ ହୋଇଯାଏ, ଦୁର୍ଘଟଣାଗ୍ରସ୍ତ ହେଇକି ମୃତ୍ୟୁ ହୋଇଯାଏ, ବୟସ ହେଲେ ମୃତ୍ୟୁ ହୋଇଯାଏ। ମୃତ୍ୟୁର ଆଉ କୌଣସି ସୀମା ନାହିଁ, ବୟସ ସୀମା ନାହିଁ, କେତେବେଳେ ମୃତ୍ୟୁ ହେବ ଜଣା ନାହିଁ। ତେଣୁ ଆମେ ମରିବା ନିମନ୍ତେ
मरिबा विषय के देखि भय करबा ना धीरे मरबा पड़ब ही पड़ब एमती कौन मनुष्य नहीं तार ज्ञान द्वारा तार धन द्वारा तार बल द्वारा तार प्रतिभा द्वारा तार समर्थ द्वारा तार योग्यता द्वारा जे से सबुदिन बची रही समस्त को मरिबा को पड़ब ही पड़ब किंतु मृत्यु परे जो पुनरुत्थान हेबो सेटा होची चिंतार विषय मरिबार चिंतार विषय नहीं किंतु पुनरुत्थान हेबार होची चिंतार विषय आमे चिंता करबा पड़बो मुई मरि गला परे केमती प्रथम पुनरुत्थान रे उदित हे जदि मु प्रथम पुनरुत्थान उठिबि नाही ताहार मते द्वितीय मृत्यु रे स्थान अर्थात द्वितीय तर मते मरिबा पड़बो से द्वितीय मृत्यु कोन पाताल नरक सेठी हमको जीवा पाए पड़बो ता द्वितीय मृत्यु प्रथम पुनरुत्थान रे जो मान उठित हेबे नाही से माने द्वितीय मृत्यु रे अर्थात नरक से माने स्थान पाइबे तेबे आमे मरला परे धार्मिक जीवन काटुथिले प्रथम पुनरुत्थान रे आमे उठित होई पारिबा जदि आमे अधार्मिक जीवन काटुथिबा ताहा हेते आमे द्वितीय मृत्यु रे अंश हेबो एवं आमे विचारित हेबा पाए पड़िबो तेणु आम विश्वास यह हेबा दरकार मोर जीवन मृत्यु परे पुनरुत्थान हेबो मोर आत्मा मृत्यु परे पुनर्बार उठिबो आ यीशु को दर्शन करिबो यीशु को साक्षात करिबो एटा मु एवं आपण माने विश्वास करिबा दरकार तेणु प्रभुकर वाक्य हमको ए विषय कहूची ताकू बुझा पाटी के वाक्य पढ़िबा एप्रिल मंडल निकट को पत्र 3 पर्व तार 14 पद एप्रिल मंडल निकट को पत्र 3 पर्व तार 14 पद कारण आरंभ रे आम मानकर जो विश्वास थिला ताहा जदि शेष पर्यंत दृढ़ रूपे धरि रखू ताहा हेले ख्रीष्टन को सहभागी होई रहे एठार हम देखि जाउछु आज आपण मान को शिक्षा देवा विषय हैला जे ख्रीष्टन को सहभागी हेबा आमारे ख्रीष्टन को सहभागी हेबा निमंते हेले प्रथम विषय लेखा गला आम मानकर विश्वास को दृढ़ रूपे धरि रखिबा कहबो आरंभ रे आम मानकर जो विश्वास थिला से विश्वास को आम जीवन शेष पर्यंत दृढ़ रूपे धरि रखिबा पड़िबो वर्तमान दुनिया रे लोक माने विश्वास हराई छथि वर्तमान विश्वास परित्याग करछथि वर्तमान अनेके आज विश्वास दुर्बल हो जायछथि आ वर्तमान अनेके यीशु को नै अन्य मान विश्वास करथि किंतु हमर को विश्वास यीशु को ऊपर रहबा दरकार आउ से विश्वास हमको कोन करिवो हम जीवन श्रेष्ठ पर्यंत जदि आमे धरि रखिबा ताले ख्रीष्ट को सहायता करिवो तो आजिर वाक्य है कोन जे यीशु को सहित हमर सहभागिता केमती अछि ख्रीष्ट को सहित मोर सहभागिता की प्रकार अछि एटा को बुझा पाए पुरातन नियम मानुथिबा द्वितीय विवरण 32 पर्व तार 9 पद माने पाठ करिबा द्वितीय विवरण 32 पर्व तार 9 पद कारण सदाप्रभुଙ୍କ अंश ତାହାଙ୍କର ଲୋକ बस लेखा गला सदा प्रभुଙ୍କର अंश ତାହାଙ୍କର लोक सदा प्रभुଙ୍କର अंश सदा प्रभुଙ୍କର गोटे भाग सदा प्रभुଙ୍କର गोटे ताको शरीरर गोटे अंश एठारे प्रभु कहउछन्ति मोर लोक माने मोर सौभाग्य अटंती मोर लोक माने मोर अंशी अटंती मोर लोक माने मोर भाग दाऊद এই প্রকার কহিলে सदा प्रभु मोहर भाग सदा प्रभु मोहर बांट स्वरूप सदा प्रभु मोहर अंश दाऊद सदा प्रभु को निजर अंश करे दाऊद सदा प्रभु को निजर भाग करे
তার বড় ভাগ বড় অংশ সদাপ্রভু, বাকি দ্বিতীয় অংশ তার সের তার ভাগ হচ্ছে সদাপ্রভু। আজ আমাদের ভাগরে কি আছে? আমি কাহাକୁ ନିଜର ଭାଗ କରିଛୁ? ପରମେଶ୍ୱର କହୁଛନ୍ତି ଯେ ଆମର ଲୋକମାନେ ମୋର ମନିତ ଲୋକମାନେ ମୋର ଅଂଶ, ସଦାପ୍ରଭୁଙ୍କର ଅଂଶ ହଉଛୁ ତାହାଙ୍କର ଲୋକମାନେ। ଆଜି ମୁଁ ଏବଂ ଆପଣମାନେ ସଦାପ୍ରଭୁଙ୍କର ଅଂଶ ହେବା ଦରକାର। ଆମମାନେ କେତେ ଜଣ କହିପାରିବା ଯେ ସଦାପ୍ରଭୁ ମୋର ଅଂଶ? ମୋର ଧନ ଅପେକ୍ଷା, ମୋର ସମ୍ପତ୍ତି ଅପେକ୍ଷା, ମୋର ଜ୍ଞାନ ଅପେକ୍ଷା, ମୋର ବୁଦ୍ଧି ଅପେକ୍ଷା ସଦାପ୍ରଭୁ ମୋର ଅଂଶ। ଆମେ କେତେ ଜଣ କହିପାରିବା? ଦାଉଦ କହିଲେ ସଦାପ୍ରଭୁ ମୋର ଅଂଶ। ଉଦାହରଣ ଧରି ନିଅ, ଜଣକ ନାମରେ ଗୋଟିଏ ଜାଗା ଆଉ କିଣା ଯାଇଛି ବା ବିକ୍ରି କରି ଦିଆଯାଇଛି ବା ବୁଝା ପାଇଁ ଗଲେ ରେଜିଷ୍ଟ୍ରେସନ କରି ଦିଆଯାଇଛି। ଜଣକ ନାମରେ ଜାଗା ରେଜିଷ୍ଟ୍ରେସନ କରି ଦିଆଯାଇଛି, ତା ନାମରେ ପଟା ଅଛି, କିନ୍ତୁ ସେଇ ଲୋକ ଯଦି ସେଇ ଜାଗାକୁ କେବେ ଯିବ ନାହିଁ, ସେଇ ଜାଗାରେ କିଛି ଲଗାଇବ ନାହିଁ, ସେଇ ଜାଗାରେ କିଛି କାମ କରିବ ନାହିଁ, ସେଇ ଜାଗା ଯଦି ସେମିତି ପଡ଼ିକି ରହିବ, ତା ନାମରେ ପଡ଼ିକି ଯଦି ସେମିତି ରହିବ, ତାହେଲେ ଧୀରେ 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 ଅନ୍ୟ ଲୋକମାନେ କ'ଣ କରିବେ? ସେଇ ଜାଗାକୁ ଆକ୍ରମଣ କରିବେ ଏବଂ ତାହାକୁ ସେମାନେ ନିଜର କରିବେ। এই প্রকার ভাବରେ জীবনର ଶେଷ ମୁହୂର୍ତ୍ତରେ ଆଉ ଯେତେବେଳେ ସେଇ ଜାଗାକୁ ସେଇ ଲୋକ ଯିବ ଆହୁରି କହିବ ଏଇ ଜାଗା ମୋର ନାମରେ ପଟା ଅଛି, ଏଇ ଜାଗା ତମେ ଖାଲି କର, ସେତେବେଳେ ଆଉ ସେଇ ଲୋକ କହିବ ଏଇ ଜାଗା ମୋ ନାମରେ ମଧ୍ୟ ପଟା ଅଛି, ଏଇ ଜାଗାରେ ମୋର ଘର ଅଛି, এই জায়গার মোর বাড় আছে, এই জায়গার মু বসবাস করছি, এই জায়গায় মু থিবার সমস্ত দেখুছন্তি, কিন্তু আজি পর্যন্ত কেহি মধ্য তুমি এই জায়গায় ঘর করিবা, তুমি এই জায়গায় চাষ করিবা, তুমি আজ এই জায়গায় পরিদর্শন করবা, কেহি মধ্য দেখি না আমি জানি নান্তি, আর সমস্তে এই সাক্ষ্য দিয়ন্তি যে এই জায়গা মোর। হালেলুয়া। তেণু ঠিক তদ্রূপ ବର୍ତ୍ତମାନର ଖ୍ରୀଷ୍ଟିଆନ ମାନେ ଆଜି ପ୍ରଭୁଙ୍କୁ କଣ ଯାଇଛନ୍ତି? ପାଶୋରି ଯାଇଛନ୍ତି, ପ୍ରାର୍ଥନାକୁ ପାଶୋରି ଯାଇଛନ୍ତି, ଆରାଧନାକୁ ପାଶୋରି ଯାଇଛନ୍ତି, ସୌଭାଗ୍ୟତାକୁ ପାଶୋରି ଯାଇଛନ୍ତି, ଚର୍ଚ୍ଚକୁ ପାଶୋରି ଯାଇଛନ୍ତି, ମଣ୍ଡଳୀକୁ ପାଶୋରି ଯାଇଛନ୍ତି, ପ୍ରଭୁଙ୍କୁ ପାଶୋରି ଯାଇଛନ୍ତି, ମାତ୍ର କହୁଛନ୍ତି ମୁଁ ଖ୍ରୀଷ୍ଟିଆନ, ମୁଁ ପ୍ରଭୁଙ୍କର, ପ୍ରଭୁ ମୋର। କିନ୍ତୁ ପ୍ରଭୁ ସେମାନଙ୍କୁ এই প্রকার কইবে ମୁଁ ତୁମକୁ ଜାଣି ନାହିଁ, ମୁଁ ତୁମର ପରମେଶ୍ୱର ନୁହଁ, ତୁମେ ମୋର ସନ୍ତାନ ନୁହଁ। କାରଣ ଯଦି ତୁମେ ମୋର ସନ୍ତାନ ହେଇଥାନ୍ତ ତାହେଲେ ମୋ ସହିତ ସୌଭାଗିତା କରିଥାନ୍ତ, ତୁମର ସୌଭାଗିତା ମୋ ସହିତ ନାହିଁ। ଏତେ ବର୍ଷ ବିତିଗଲା ତୁମେ ମୋ ସହିତ ସୌଭାଗିତା କର ନାହିଁ। এই মরিবার সময় তুমি মতে ডাকুছ, হে পিতা বলে তুমি ডাকুছ। ତେଣୁ ଖ୍ରୀଷ୍ଟଙ୍କ ସହିତ ଆମମାନଙ୍କର ସହଭାଗିତା ଆଜି କି ପ୍ରକାର ଅଛି? ଆମେ ଖ୍ରୀଷ୍ଟଙ୍କ ସହିତ ସହଭାଗିତା କରିବା ନିମନ୍ତେ ହେଲେ ଆମମାନେ ବିଶ୍ୱାସରେ ପ୍ରାର୍ଥନା କରିବା, ବିଶ୍ୱାସରେ ଆରାଧନା କରିବା, ବିଶ୍ୱାସରେ ପ୍ରଭୁଙ୍କ ବାକ୍ୟକୁ ଆମେ କ'ଣ କରିବା? ଗ୍ରହଣ କରିବା, ସେ ବାକ୍ୟକୁ ଆମେ ପ୍ରୟୋଗ କରିବା, ସେ ବାକ୍ୟ ଅନୁସାରେ ଆମେ ଚାଲିବା, ଆମମାନେ ପ୍ରଭୁଙ୍କର। ହାଲେଲୁୟା। ଜୋରରେ କୁହନ୍ତୁ ହାଲେଲୁୟା, ଜୋରରେ କୁହନ୍ତୁ ହାଲେଲୁୟା। ଆମମାନେ ପ୍ରଭୁଙ୍କର ଅଟୁ। ପ୍ରଭୁ କହୁଛନ୍ତି ସେମାନେ ଆମ୍ଭର ଅଂଶ, ପରମେଶ୍ୱରଙ୍କର ଅଂଶ ଆମେ ଅଟୁ, ତାହେଲେ ଆମେ ମଧ୍ୟ ପରମେଶ୍ୱରଙ୍କୁ ନିଜର ଅଂଶ କରିବା ଦରକାର। ଆମମାନେ ପରମେଶ୍ୱରଙ୍କର ଭାଗ ଅଟୁ, କହିପାଇଁ ଗଲେ ଆମମାନେ ପରମେଶ୍ୱରଙ୍କର ମନୋନୀତ ଅଟୁ, ଆମମାନେ ମଧ୍ୟ ପରମେଶ୍ୱରଙ୍କର ମନୋନୀତ ହେବା ଦରକାର। ହାଲେଲୁୟା। ଆପଣ ଟିକେ ଭାବନ୍ତୁ, ମୋର ଅଂଶ, ମୋର ଭାଗ କିଏ? ଯୀଶୁ ଖ୍ରୀଷ୍ଟ ମୋ ସହିତ, ଯୀଶୁ ଖ୍ରୀଷ୍ଟ ମୋ ପାଖରେ, ଯୀଶୁ ଖ୍ରୀଷ୍ଟ ମୋର ଭିତରେ ଅଛନ୍ତି କି ନାହିଁ? ଯୀଶୁ ଖ୍ରୀଷ୍ଟଙ୍କ ସହିତ ମୋର ସହଭାଗିତା ପ୍ରତି ମୁହୂର୍ତ୍ତରେ ହେଉଛି କି ନାହିଁ?
ଯୀଶୁଙ୍କର ଆରାଧନା ମୁଁ ପ୍ରତି ମୁହୂର୍ତ୍ତରେ କରୁଛି କି ନାହିଁ, ଯୀଶୁଙ୍କର ବାକ୍ୟ ମୁଁ ଚାଲୁଛି କି ନାହିଁ। ଯୀଶୁ ଗୋଟେ କଥା କହିଲେ, ତୁମାନେ ମୋର ବିନା କିଛି କରିପାରିବ ନାହିଁ, ମୋ ଠାରୁ ଲାଗି ରୁହ, ମୋ ବାକ୍ୟ ତୁମର ରହିବ, ତାହା ତୁମେ ମୋର ଅଂଶ, ତାହା ତୁମେ ମୋର। ଗୋଟେ ବାକ୍ୟ ପଢିବା ଦ୍ୱିତୀୟ ବିବରଣ 10 ପର୍ବ ତାର 8 ଏବଂ 9 ପଦ ପଢିବା। ଦ୍ୱିତୀୟ ବିବରଣ 10 ପର୍ବ ତାର 8 ଏବଂ 9 ପଦ ପଢିବା। ସେଠି କଣ ଲେଖା ଅଛି? बात मत करो। से ସମୟରେ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ବୋଧିବା ପାଇଁ ଓ ସଦାପ୍ରଭୁଙ୍କ ସେବା ସମୂହ ପାଇଁ ତାହାଙ୍କ ଛାମୁରେ ଠିଆ ହେବାକୁ ଓ ତାହାଙ୍କ ନାମରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ଯ୍ୟନ୍ତ ଲେବୀୟମାନଙ୍କୁ ପୃଥକ୍ କରିଅଛନ୍ତି। ହାଲେଲୁୟା। ସଦାପ୍ରଭୁ ଲେବୀୟମାନଙ୍କୁ କଣ କରିଛନ୍ତି? କଣ କରିଛନ୍ତି? କୁହନ୍ତୁ, ପୃଥକ୍ କରିଛନ୍ତି। କଣ କରିଛନ୍ତି? ଭଲ କରି କୁହ, କଣ କରିଛନ୍ତି? କାହାକୁ? ଲେବୀୟ ମାନଙ୍କୁ। ଲେବୀୟ ସେମାନଙ୍କ ଭାତୃଗଣ ସହ କୌଣସି ଅଂଶ ନାହିଁ ବୋଲି ଲେଖା ହେଲା। ସଦାପ୍ରଭୁ ହିଁ ଲେବୀୟ ମାନଙ୍କର ଅଂଶ ଅଟନ୍ତି। ଏଣୁ ଲେବୀୟ ମାନଙ୍କର ଅଂଶ, ଲେବୀୟ ମାନଙ୍କର ଅଧିକାର, ଲେବୀୟ ମାନଙ୍କର ସୌଭାଗିତା କେବଳ ପରମେଶ୍ୱରଙ୍କ ସହିତ। କାରଣ ପରମେଶ୍ୱର ଲେବୀୟ ମାନଙ୍କୁ ଆପଣା ନିମନ୍ତେ କଣ କରିଛନ୍ତି? ପୃଥକ୍ କରିଛନ୍ତି, ତାଙ୍କର ଭାଗ ସେମାନେ। ଲେବୀୟ ମାନେ ପରମେଶ୍ୱରଙ୍କର ଭାଗ, ଲେବୀୟ ମାନଙ୍କୁ ପରମେଶ୍ୱର ପୃଥକ୍ କରିଛନ୍ତି, ଅଲଗା କରିଛନ୍ତି, କାରଣ ସେମାନେ ଆପଣା କାର୍ଯ୍ୟ କରିବେ। ବାଇବଲ ଏକା ଲେଖାଗଲା, ଅନେକ ଆହୁତ ଅଳ୍ପ ମନୋନୀତ। এই 12 ଗୋଷ୍ଠୀ ମଧ୍ୟରୁ ଯାକୋବଙ୍କ ସନ୍ତାନ 12 ସନ୍ତାନ ମଧ୍ୟରୁ କେବଳ এই ଲେବୀୟ ବଂଶକୁ ପରମେଶ୍ୱର ମନୋନୀତ କଲେ। ଅନେକ ଅଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ମନୋନୀତ କଲେ। ମୁଁ ଗତ ଶୁକ୍ରବାର ଦିନ ମୁଁ କହୁଥିଲି ଯେ ଇସ୍ରାଏଲ ମାନେ 12 ଗୋଷ୍ଠୀ, ଆଉ ସେଥି ମଧ୍ୟରୁ କେବଳ ଲେବୀୟ ଗୋଷ୍ଠୀକୁ ପ୍ରଭୁ ନିଜର କଲେ, ମନୋନୀତ କଲେ, ବାଛିଲେ, ନିଜର ଅଂଶ କଲେ, ନିଜର ଭାଗ କଲେ। କାରଣ ହେଲା ସେମାନେ ଦୀର୍ଘ ଦିନର ଅପେକ୍ଷା ଥିଲେ, କେତେବେଳେ ପରମେଶ୍ୱର ଆମକୁ ଆଶୀର୍ବାଦ କରିବେ, କେତେବେଳେ ପରମେଶ୍ୱର ଆମର ଅଭିଶାପକୁ ଦୂର କରିବେ, କେତେବେଳେ ଆମେ ପ୍ରଭୁଙ୍କ ରହିବି ଆମେ ରହିବୁ, এই ପ୍ରକାର ସେମାନେ ଅପେକ୍ଷା ଥିଲେ। ମୁଁ ଶୁକ୍ରବାର ଦିନ এই କଥା କହୁଥିଲି, ଯାକୋବ ତାର 12ଟା ପୁତ୍ର ମଧ୍ୟରୁ ଲେବୀୟକୁ ଛାଡ଼ିଦେଲେ, ବାକି ସମସ୍ତଙ୍କୁ ଆଶୀର୍ବାଦ କଲେ, ଆଉ এই ଲେବୀୟକୁ ଅଭିଶାପ ଦେଲେ। ସେଇଦିନଠାରୁ ସେମାନଙ୍କର ମୁଖ ବିକୃତ ହୋଇ ପଡ଼ି ରହିଥିଲା। ଯେତେବେଳେ କିଣାନରେ ପହଞ୍ଚିଲେ ସେମାନେ, ଆଉ ସେତେବେଳେ এই ଲେବୀୟ ବଂଶକୁ ଛାଡ଼ିଦେଲେ, ବାକି ସମସ୍ତଙ୍କୁ ଚାଷ କରିବା ନିମନ୍ତେ, ବ୍ୟବସାୟ କରିବା ନିମନ୍ତେ, ଚାକିରି କରିବା ନିମନ୍ତେ, ସବୁ କର୍ମ କରିବା ନିମନ୍ତେ ସେମାନଙ୍କୁ ଭାଗ ଦିଆଯାଉଛି, କିନ୍ତୁ ଲେବୀୟକୁ ଦିଆଯାଉନାହିଁ। କାରଣ ଲେବୀୟ ପ୍ରଭୁ ମାନିତ କରିଥିଲେ। ଅବଶ୍ୟ ଲେବୀର ବାପା ଯାକୋବ ଆଉ ଲେବୀକୁ ଅଭିଶାପ ଦେଇଥିଲେ, କିନ୍ତୁ এই ଲେବୀୟକୁ ପ୍ରଭୁ ଆଶୀର୍ବାଦ କଲେ। ତାର ମୁଖ୍ୟ କାରଣ ଏହା, ମୁଁ ଗତ ଶୁକ୍ରବାର ଦିନ କହୁଥିଲି ଯେ ଯେତେବେଳେ ମୋଶା ପର୍ବତରୁ 10 ଆଜ୍ଞା ନେଇକି ଆସିଲେ, ସେତେବେଳେ ସମଗ୍ର ଇସ୍ରାଏଲି ଜନତା ଏକ ସୁନାର ବାଛୁରୀ ତିଆରି କରି ଆଉ ତାର ଉପାସନା କରୁଥିଲେ। ଏହା ଦେଖି ପ୍ରଭୁଙ୍କ ଦାସ ମୋଶା ବିରକ୍ତ ହୋଇ ଆଉ ସେ ବ୍ୟବସ୍ଥାକୁ ତଳେ ପକାଇ ଦେଲେ, ଆଉ ସମସ୍ତ ଇସ୍ରାଏଲ ମାନଙ୍କୁ କହିଲେ, हे इस्राएल जनता समस्त सुन, हे याकूबର 12 ସନ୍ତାନର 12 ବଂଶ ତୁମମାନେ ସମସ୍ତେ ଶୁଣ, ଯେଉଁମାନେ ମୋ ସହିତ ପରମେଶ୍ୱରଙ୍କର ସେବା କରିବ ସେମାନେ ଡାହାଣକୁ ଆସ, ଆଉ ଯେଉଁମାନେ ପରମେଶ୍ୱରଙ୍କର ସେବା କରିବ ନାହିଁ ଏ ସୁନାର ବାଛୁରୀକୁ ଉପାସନା କରିବ, ଆଉ ସେମାନେ ବାମରେ ରୁହ। ଆଉ ସେଦିନ সেই ସମୟରେ এই ଲେବୀୟମାନେ ଯାହାକୁ ତାର ନିଜର ବାପା ଅଭିଶାପ ଦେଇଥିଲା, ଯାହାକୁ ଅଭିଶାପ ଦେଇଥିଲା, ଯେ ଅଭିଶାପ ବଂଶ ବୋଲି ଗଣିତ ହେଇଥିଲା, ଏମାନେ ପରମେଶ୍ୱରଙ୍କ ନିମନ୍ତେ ପୃଥକ ହେଇଥିଲେ।
एथिपाई परमेश्वर लेवीय वंश को मनित करे समान कहले आमे परमेश्वर को निमंते बंचिबो आमे परमेश्वर को सेवा करिबो हमर मृत्यु परमेश्वर को नाम रे हेबो आमे परमेश्वर को आराम अन्य कार सेवा करिबो ना एक प्रकार से माने प्रभु को निमंते पृथक हेले अलग हेले कारण प्रभु से मान को मनित करे मु आज आपन मान को कहै जाय आमे जे पर्यंत पृथक हेबा ना से पर्यंत प्रभु को अंश हे पाइबा से पर्यंत प्रभु को गोटे भाग आमे हे पाबा जेतेबेले कोनसी विषय बंटा जाए भाग बंटा करा जाए एटा मोर भाग एटा रहनर भाग एटा बुलुर भाग एटा ऋषभर भाग एक प्रकार भाग अलगा करा जाए सेतेबेले मोर भाग बोली के आमे कहिता तेनु हमर भाग रे आज कोन अछि दाऊद कहले मोर भाग सदा प्रभु लेवीय माने सदा प्रभु को निचर करे एथिपाई परमेश्वर लेवीय मान को कोन करछन्ती लेवीय मान को सहभागिता करछन्ती लेवीय मान को देई करी प्रार्थना सुनते लेवीय मान को देई करी बलिदान को ग्रहण करछन्ती लेवीय मान को देई करी इस्राएल जनता को रक्षा करछन्ती कारण लेवीय माने परमेश्वर को निमंते पृथक होइथिले हालेलुया द्वितीय विषय में देखिबा गीत संहिता 16:5 गीत संहिता 16:5 सदा प्रभु मोहर अधिकार ओ पान पात्र बांट स्वरूप तुम्हें मोहर बांट स्थिर करोछ मोहर भाग स्थिर करोछ प्रभु हमको स्थिर करछन्ती तांकर अंशी हेबा निमंते एठार हम सुंदर विषय देखि गलो मोर कहबा विषय हला जे प्रभु को निमंते पृथक कर जायतिबा लोक माने एमिति आशीर्वाद पाइबे जो आशीर्वाद को से माने गणी पाइबे ना हम माने प्रभु को अंशी हेले एक प्रकार आशीर्वाद हमको मिलिबो प्रभु हमको नीच करिवे ना प्रभु हमको उच्च स्थान रखिबे हमको मान सम्मान मिलिबो स्वर्ग रे पुरस्कार हमको मिलिबो कारण प्रभु हमको निजर अंशी करंती तेनु मो कहबा विषय हला मंडली को आइबाटा बड़ विषय नहीं चर्च को आइबाटा बड़ विषय नहीं ख्रिस्टियान हेबाटा बड़ विषय नहीं बाप्तिस्म नेबा बड़ विषय नहीं प्रभु भगर अंशग्रहण करिबा बड़ विषय नहीं प्रार्थना करिबा बड़ विषय नहीं प्रभु को पाई हमें पवित्र हेबा अछि बड़ विषय प्रभु को निमंते पृथक हेबा अछि बड़ विषय आमर द्वारा प्रभु कार्य करिया पाइ चाहते आमर प्रार्थना द्वारा प्रभु कार्य करिया पाइ चाहते आमर जीवन द्वारा प्रभु कार्य करिया पाइ चाहते लेवीय मान यदि बाचले सेति प्रभु हमको अनेक पृथ्वी रे लोकमान सदे से अनेक मध्यरु आम अल्प लोकमान प्रभु बाचନ୍ତି तांकर अंश हेबानी मते तांकर सहभागिता करिबानी मते एथि पय मोय लोग आपण माने विश्वास रे दृढ़ होइबा एवं प्रभु को सेवा करिबा एटा दाऊद कहले सदा प्रभु मोहर बांट स्वरूप प्रिय प्रभु को लोकमान उदाहरण देबी विश्वास कथा जेतबेले जिरिहो नगर को आओ जानिबा निमंते आओ मोसा 12 जन गुप्त चोर को पठाइले आओ जेतबेले सी 12 जन जिरिहो नगर को प्रवेश कले सेतबेले आओ जिरिहोर राजा को जना पड़ी गेला जे आउ शत्रु माने हम राज्य मध्य प्रवेश करछन्ते चोर माने हम राज्य मध्य आछन्ते ए देश को अनुसंधान करबा लोक माने हम देश आछन्ते तांको धर राजा एक प्रकार आदेश देले एक प्रकार मुहूर्त रे ए गुप्त चोर माने बाय देश अनुसंधानकारी माने ए माने कोन हेले राहाब नामक गोटे बेश्या थिला ताको घर जाई के माने रहिले आ राहाब बेश्या जिरियो प्राचीर ऊपर घर कर रहिला जिरियो प्राचीर बहुत चौड़ा थिला सिटी घर करे से रहिला आ से थार जाई ई गुप्त चोर बा अनुसंधानकारी 12 गोष्ठी समाज 12 जन जाई के रहिला तापरे धीरे अनुसंधान देश मध्य खोजुछन्ति तांको धर्मा निमंते पाइले नै
ଶେଷରେ ଏଇ ରାହା ବେଶ୍ୟା ଘରେ ଆସିଲେ ଖୋଜିବା ପାଇଁ। সেই সময় রাহাব বেশ্যা উপরে তাকে লুচাইକି ରଖିଥିଲା ଆଉ ଧୀରେ ଧୀରେ ସେ କାନ୍ଥର ବାହାରେ ତାଙ୍କୁ ଓହ୍ଲାଇଦେଲା। ସେମାନେ ସୁରକ୍ଷିତ ଭାବେ ଚାଲିଗଲେ। କିନ୍ତୁ ତା ପୂର୍ବର ଘଟଣା ଏହା, সেই ସମୟରେ ଯେତେବେଳେ ତାଙ୍କ ଘରେ ସେ ଆଶ୍ରୟ ଦେଇଥିଲା, ସେ ରାହାବ ବେଶ୍ୟା এই 12 ଜଣ ଆଉ ଦେଶ ଅନୁସନ୍ଧାନକାରୀଙ୍କୁ ତାଙ୍କ ଘରେ ଆଶ୍ରୟ ଦେଇଥିଲା ଆଉ ସେମାନଙ୍କୁ ସେ এই କଥା କହିଥିଲା, ତୁମର ପରମେଶ୍ୱରକୁ ମୁଁ ଜାଣିଛି। ତୁମର ପରମେଶ୍ୱର ମିଶ୍ରରେ ଅନେକ ଆଶ୍ଚର୍ଯ୍ୟ କର୍ମ କଲେ। ତୁମର ପରମେଶ୍ୱର ମିଶ୍ରରୁ ବାହାରି ଆସୁଥିବା ସମୟରେ, ମରୁଭୂମି ଦେଇ ଆସୁଥିବା ସମୟରେ ଅନେକ ଆଶ୍ଚର୍ଯ୍ୟ କର୍ମ କଲେ। ଏହା ମୁଁ ଶୁଣୁଛି, ମୁଁ ଜାଣିପାରୁଛି, ଏହା ମୁଁ ବିଶ୍ୱାସ କରିପାରୁଛି, କିନ୍ତୁ ମୁଁ এই ନଗରରୁ ବାହାରି ପାରୁନାହିଁ। ଆଉ ସେମାନଙ୍କୁ ଗୋଟେ କଥା କହିଲେ, ଆମର ଜିରିୟ ନଗରବାସୀ ସମସ୍ତେ ସେହି ଈଶ୍ୱରକୁ ଡରୁଛନ୍ତି। ସେ ଈଶ୍ୱରଙ୍କ ଲୋକମାନଙ୍କୁ ଡରୁଛନ୍ତି। ତୁମମାନେ ସେ ଈଶ୍ୱରଙ୍କ ଲୋକ, ତୁମମାନେ ଆସିଲେ ଦେଶକୁ ନାଶ କରିଦେବେ ବୋଲି ଏମାନେ ଡରୁଛନ୍ତି। ତମ ଈଶ୍ୱର ମହାନ, ତମେ ମହାନ। ମୁଁ ବିଶ୍ୱାସ କରୁଛି ତମ ଈଶ୍ୱର ମହାନ। ଗୋଟିଏ ରିକ୍ୱେଷ୍ଟ କଲେ ତାଙ୍କୁ, ଯେତେବେଳେ ତମେ এই ଦେଶକୁ ଆକ୍ରମଣ କରିବା ପାଇଁ ଆଇବ, এই ଜିରିୟ ନଗରକୁ ଆଉ ତମ ଅଧିକାର କରିବା ପାଇଁ ଆସିବ, এই ଜିରିୟ ନିବାସୀ ଲୋକମାନଙ୍କୁ ସମସ୍ତଙ୍କୁ ହତ୍ୟା କରିବା ପାଇଁ ଆସିବ, সেই ସମୟରେ ମୋତେ ଟିକେ ସ୍ମରଣ କରିବ। ତେଣୁ ତାଙ୍କୁ ଚିହ୍ନ ଦେଲେ, ଆଉ ତମ ଘରେ ଲାଲ ପତାକା ବାନ୍ଧି ରଖିବ, ଲାଲ ଝଣ୍ଡା ବାନ୍ଧିକି ରଖିବ। ତୋରି ଦ୍ୱାରା ଆମେ ଜାଣିବୁ ଯେ ଏଇଟା ତମର ଘର, ଆଉ ତୁମକୁ ତମ ଲୋକମାନଙ୍କୁ ଆମେ କାହାକୁ ମଧ୍ୟ ମାରିବୁ ନାହିଁ, ବାକି ସମସ୍ତଙ୍କୁ ଆମେ ବର୍ଜିତ ରୂପେ ବିନାଶ କରିବୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୋର କହିବା ବିଷୟ ହେଲା ଯେ এই রাহাব বেশ্যা পরমেশ্বরକୁ ভয় କଲେ, ପରମେଶ୍ୱରକୁ ବିଶ୍ୱାସ କଲେ, ପରମେଶ୍ୱର ଉପରେ ନିର୍ଭର କଲେ। ଏଥିପାଇଁ ସେଦିନ ସେ ରକ୍ଷା ପାଇଲେ। ବାକି ଜିରିୟ ନିବାସୀ ସମସ୍ତେ ମୃତ୍ୟୁବରଣ କଲେ। ଆଜି ଖ୍ରୀଷ୍ଟିଆନମାନଙ୍କ ଜୀବନରେ ଯେତେବେଳେ କୌଣସି ଦୁଃଖ ଆସେ, ରୋଗ ଆସେ, ସମସ୍ୟା ଆସେ, পরীক্ষা আসে, চাপ আসে, সামাজিক চাপ, সরকার চাপ, বিভিন্ন প্রকার চাকরির চাপ, ব্যবসায়ের চাপ, বিশ্বযোগ আসে, সেତେବେଳେ অনেক প্রার্থনা ছাড়ি দিଅନ୍ତି ଆଉ ଅନେକ ଇଆଡେ ସାଡେ ଅନ୍ୟ ଅନ୍ୟ ସାଡେ ପଳାଇ ଯାଆନ୍ତି। କିନ୍ତୁ ମୁଁ ଏବଂ ଆପଣମାନେ ଭରସା କରିବା ଦରକାର। ହାଲେଲୁୟା, ହାଲେଲୁୟା। ଗୋଟେ ଉଦାହରଣ ମୁଁ ଆପଣମାନଙ୍କୁ ଦେବି, ବୁଝିଯିବେ ଆପଣମାନେ। ତା ହେଲା କ'ଣ, ଅନେକ ବାପା ଏବଂ ମା ମାନେ ସେମାନେ ଝିଅ ଅପେକ୍ଷା ପୁଅମାନଙ୍କ ଉପରେ ବେଶୀ ଭରସା କରନ୍ତି। ଭଲ ଶୁଣ, ଅନେକ ବାପା ମା ନିଜର ଝିଅମାନଙ୍କ ଅପେକ୍ଷା ନିଜର ପୁଅମାନଙ୍କ ଉପରେ ଭରସା କରନ୍ତି। ତାଙ୍କର ବିଶ୍ୱାସ, ତାଙ୍କର ଭରସା ଏତିକି, ଏଇ ପୁଅ ମୋତେ କ'ଣ କରିବ, ଦେଖଭାଲ କରିବ, ଏଇ ପୁଅ ମୋର ଯତ୍ନ ନେବ, ଏଇ ପୁଅ ମୋତେ ପ୍ରେମ କରିବ, ଏଇ ପୁଅ ମୋର ଆବଶ୍ୟକ ଯୋଗାଇବ, ଏଇ ପୁଅ ମୋର ସବୁ କିଛି କରିବ। ବାପା ମାର ଭରସା ପୁଅ। କାରଣ ଝିଅମାନେ ସବୁ ପର ଘରକୁ ଚାଲିଗଲେ, ସେମାନେ ଚାଲିଯିବେ, ସେମାନେ ଦେଖଭାଲ କରିବେ ନାହିଁ, ସେମାନେ ଯତ୍ନ ନେବେ ନାହିଁ। এই পুଅକୁ ମୁଁ ଭଲରେ ଖୁଆଇବି, ଭଲରେ ପିଆଇବି, ତା ପାଇଁ ଘର କରିଦେବି, ତା ପାଇଁ ଜମି କରିଦେବି, ତା ପାଇଁ ଗାଈଗୋଡ଼ା କରିଦେବି, ତା ପାଇଁ ସବୁ କରିଦେବି, ତାହେଲେ ସେ ମୋତେ କ'ଣ କରିବ, ଦେଖଭାଲ କରିବ। ପୁରା ସମ୍ପୂର୍ଣ୍ଣ ଭରସା ପୁଅ ଉପରେ, ଝିଅ ଉପରେ। ଆଉ ସେତେବେଳକୁ ଯେତେବେଳେ ପୁଅ ପାଇଁ ଯେତେବେଳେ ଅନ୍ୟ ବୋହୂ ଆସେ, ନୂଆ ବୋହୂ ଯେତେବେଳେ ଆସେ, ସେତେବେଳେ ପୁଅର ପ୍ରେମ ମା ପ୍ରତି ଆଉ ନାହିଁ, ପୁଅର ପ୍ରେମ ବାପା ପ୍ରତି ଆଉ ନାହିଁ, ପୁଅର ପ୍ରେମ ବର୍ତ୍ତମାନ ନିଜର ସ୍ତ୍ରୀ ପ୍ରତି। ସ୍ତ୍ରୀ ଯାହା କହିବ ମୁଁ ତାହା କରିବି, ବାପା ଯାହା କହିବେ ମୁଁ ତାହା କରିବି, ମା ଯାହା କହିବେ ମୁଁ ତାହା କରିବି, କାରଣ ମୋ ସ୍ତ୍ରୀ ମୋ ସହିତ ଅଛି।
ମୋ ସ୍ତ୍ରୀ କରୁ କଥା ମାନେ ନାହିଁ। এই প্রকার ভাବରେ বাপা মাଙ୍କ ଠାରୁ ପୁଅ ଓହରି ଯାଇଥାଏ ଆଉ ନିଜର ମା ନିଜର ବାପାକୁ ସେ ଦୁଃଖ ଦେବା ପାଇଁ ଆରମ୍ଭ କରେ। ଯେଉଁ ପୁଅ ଉପରେ ମା ଭରସା କଲେ, ଯେଉଁ ପୁଅ ଉପରେ ବାପା ଭରସା କଲେ, সেই ପୁଅ ବର୍ତ୍ତମାନ ଧୋକା ଦେବାକୁ ଲାଗିଲେ। ଆଉ ଏମିତି ଅନେକ ଘରେ ଘଟୁଛି, ଆପଣମାନେ ଦେଖିଥିବେ ଜାଣିଥିବେ। ବୁଢ଼ାବୁଢ଼ୀ ବୟସରେ ବାପା ମାଆମାନଙ୍କୁ ବି ଦେଖନ୍ତି ନାହିଁ। ଅନେକ ପୁଅମାନେ ଘରୁ ତୋଳି ଦିଅନ୍ତି, ଘରୁ ବାହାର କରିଦିଅନ୍ତି, ତାଙ୍କୁ ସବୁବେଳେ ଗାଳି ଗୁଲଜ କରନ୍ତି। এই ପ୍ରକାର ପୁଅମାନଙ୍କୁ ଦେଖାଯାଏ। କେତେକ ମା ବାପା ମାନେ ଝିଅମାନଙ୍କୁ ଭଲ ଦେଖିବେ ନାହିଁ, କାରଣ ତାଙ୍କର ଭରସା ଝିଅମାନଙ୍କ ଉପରେ ନାହିଁ, କେବଳ ପୁଅ ଉପରେ ଅଛି। କିନ୍ତୁ ବାଇବଲ ଏହା ପ୍ରକାଶ କରେ, ସରକାରର ନିୟମ ମଧ୍ୟ ଏହା, ପୁଅ ଝିଅ ଇକ୍ୱାଲ, ସମାନ। ଅଂଶ କଥା ବାକ୍ୟ ପଡ଼ିଛି, ପ୍ରତ୍ୟେକ ବିଷୟ ନିମନ୍ତେ ପୁଅ ହଉ ଝିଅ ହଉ ବରାବର ସମାନ। ଝିଅ ସାନ ନାହିଁ କି ପୁଅ ବଡ଼ ନାହିଁ, ବରାବର ଦେଖିବା ପାଇଁ ବାଇବଲ ଆମକୁ ଶିକ୍ଷା ଦିଏ। ସରକାରର ନିୟମ ମଧ୍ୟ ଆଉ ଦୁଇ ଜଣଙ୍କୁ ସମାନ ଦେଖିବା ପାଇଁ ନିୟମ ରହିଛି। ତେଣୁକରି ପ୍ରିୟମାନେ, ଆପଣମାନେ ପ୍ରଭୁ ମୋତେ ଦେଖିବେ, ପ୍ରଭୁ ମୋତେ ସମ୍ଭାଳିବେ, ପ୍ରଭୁ ମୋତେ ଯତ୍ନ ନେବେ, ପ୍ରଭୁ ମୋର ସବୁ କିଛି ବୋଲି ପ୍ରଭୁ ପ୍ରତି ଆମେ ଭରସା ରଖି ଆମେ ପୁଅ ଏବଂ ଝିଅ ଉଭୟଙ୍କୁ ଯଦି ଆମେ ସମାନ ଦେଖଭାଲ କରିବା, ସମାନ ସେବା କରିବା, ସମାନ ଭାଗ ଦେବା ଏବଂ ସମାନ ସେମାନଙ୍କୁ ରଖିବା, ତାହେଲେ ପୁଅ ବି ଦେଖିବ, ଝିଅ ବି ଦେଖିବ। ଯଦି ଆମେ ଜଣକୁ ଦେଖିବା ଅଧିକ, ଜଣକୁ ଦେଖିବା କମ୍, ତାହେଲେ ତହିଁ ମଧ୍ୟରେ ପକ୍ଷପାତ ରହିବା ଦ୍ୱାରା ଆମମାନେ ତିରସ୍କାର ହେଇକି ରହିଯିବୁ। ତେଣୁ ରାହାବ ବେଶ୍ୟା ଠାରୁ ଆମେ এই ଶିକ୍ଷା ପାଉଛୁ ଯେ ତାର ଭରସା, ତାର ବିଶ୍ୱାସ କେବଳ ପ୍ରଭୁ ଉପରେ। ଏଥିପାଇଁ ସେ କ'ଣ ହେଲେ, ବିପଦ ସମୟରେ ସେ ରକ୍ଷା ପାଏ। ଶେଷ ବାକ୍ୟ ପଢ଼ିବା, ବହୁତ ବାକ୍ୟ ଅଛି କିନ୍ତୁ ମୁଁ ବନ୍ଦ କରିବି କାରଣ ଅନ୍ୟ ଯିବାର ଅଛି। ଗୀତ ସଂହିତା 73 ତାର 25 ଏବଂ 26 ପଦ ଆମେ ପଢ଼ିବା। ସ୍ୱର୍ଗରେ ତୁମ ବିନା ମୋର ଆଉ କିଏ ଅଛି? ସ୍ୱର୍ଗରେ ତୁମ ବିନା ଆଉ ମୋର କିଏ ଅଛି? ଭୂମଣ୍ଡଳରେ ତୁମ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁନାହିଁ। এই পৃথিবী ମଧ୍ୟରେ ତୁମ ଛଡ଼ା ଆଉ ମୁଁ କାହାକୁ ଚାହୁଁ ନାହିଁ, କାହାକୁ ପ୍ରେମ କରୁ ନାହିଁ, କେବଳ ମୁଁ ତୁମକୁ ହିଁ ପ୍ରେମ କରୁଛି। ଏହା ନାମରେ ତାପରେ ମୋହର ମାଂସ ଅଚିତ କ୍ଷୟ ପାରୁଅଛି, ମାତ୍ର ପରମେଶ୍ୱର ଅନନ୍ତ କାଳ ମୋ ଚିତ୍ତର ବଳ ଓ ମୋହର ବାଟ ସ୍ୱରୂପ ଅଟନ୍ତି। ଏଠି ମଧ୍ୟ ଲେଖାଗଲା ପରମେଶ୍ୱର ମୋହର ବାଟ ସ୍ୱରୂପ ଅଟନ୍ତି। ଆଉ ସୁନ୍ଦର କଥା ଲେଖିଲେ, ମୁଁ କାହା ପାଖକୁ ଯିବି, ପ୍ରଭୁ ତୁମ ବିନା ଆଉ କାହାକୁ ମୁଁ ବାଞ୍ଛା କରୁନାହିଁ। ଯେଉଁମାନେ ପ୍ରଭୁଙ୍କୁ ପ୍ରେମ କରନ୍ତି, ଯେଉଁମାନେ ପ୍ରଭୁକୁ ସ୍ନେହ କରନ୍ତି, ପ୍ରଭୁ ତାର ଅଂଶୀ। ଆମେ ପ୍ରଭୁଙ୍କୁ ପ୍ରେମ କରିବା, ତାହେଲେ ପ୍ରଭୁ ଆମର ଅଂଶ ହେବେ। ପ୍ରଭୁ ଆମକୁ ପ୍ରେମ କରୁଛନ୍ତି, ଏଥିପାଇଁ ଆମକୁ ନିଜର ଅଂଶ କଲେ। ତେଣୁ ଆମେ ତାଙ୍କର ଅଂଶ ହେଇକି, ତାଙ୍କର ଭାଗ ହେଇକି ଆମେ ରହିବା ଦରକାର। ତେଣୁ ଜଗତକୁ ଯେ ପ୍ରେମ କରେ, ତାଠାରୁ ଈଶ୍ୱରଙ୍କର ପ୍ରେମ ନାହିଁ। ଆଉ ଆମେ ଏକା ସହିତ ଜଗତ ଏବଂ ଈଶ୍ୱର ଉଭୟକୁ ଆମେ ପ୍ରେମ କରିପାରିବା ନାହିଁ। ଆମେ ଜଣ କରି ପ୍ରେମ କରିପାରିବା। ତେଣୁକରି ଆମମାନେ ଯଦି ପରମେଶ୍ୱରକୁ ଆମେ ପ୍ରେମ କରୁ, ତାହେଲେ ତାର ପ୍ରଶଂସା କରୁ। ଯଦି ଆମେ ପରମେଶ୍ୱରକୁ ପ୍ରେମ କରୁ, ତାହେଲେ ତା ପାଇଁ ଆମର ଜୀବନ ଦେବୁ। ଯଦି ଆମେ ପରମେଶ୍ୱରକୁ ପ୍ରେମ କରୁ, ତାର ଗୁଣ କୀର୍ତ୍ତନ କରିବୁ। ଯଦି ଆମେ ପରମେଶ୍ୱରକୁ ପ୍ରେମ କରିବୁ, ସେ ଯାହା କହିବ ଆମେ ତାହା ମାନିବୁ। କାରଣ ପ୍ରେମ ପରମେଶ୍ୱର ପ୍ରତି ରହିଛି। କାରଣ ସେ ମୋର ଭାଗ, ମୋର ବାଟ ସ୍ୱରୂପ। ତେଣୁ ପ୍ରିୟମାନେ, ପ୍ରଭୁଙ୍କର ବାକ୍ୟ ଆଜି ଆମମାନଙ୍କୁ ଏହି ଶିକ୍ଷା ଦିଏ, ପ୍ରଭୁଙ୍କର ସହଭାଗିତା ଆଜି ହେବା ନିମନ୍ତେ ହେଲେ, ପ୍ରଭୁଙ୍କର ସହଭାଗୀ ହେବା ନିମନ୍ତେ ହେଲେ ଆଜି ପରମେଶ୍ୱରଙ୍କୁ ନିଜର ଅଂଶ କରିବା, ନିଜର ଭାଗ କରିବା ଦରକାର। ଏହାର ଅର୍ଥ, ଯେଉଁମାନେ ପରମେଶ୍ୱରଙ୍କୁ ନିଜର କରିଛନ୍ତି, ସେମାନେ ପ୍ରାର୍ଥନା ନ ଆସି ରହିବେ ନାହିଁ, ପ୍ରାର୍ଥନା ନ କରି ରହିବେ ନାହିଁ, ଆରାଧନା ନ କରି ରହିବେ ନାହିଁ, ପରମେଶ୍ୱରଙ୍କୁ କଥାବାର୍ତ୍ତା ନ କରି ରହିବେ ନାହିଁ, ପରମେଶ୍ୱରଙ୍କ ରୋଗ ନ ଶୁଣିକି ରହିବେ ନାହିଁ।
ସେମାନେ ପରମେଶ୍ୱରଙ୍କ ଠାରେ ଲାଗି ରହିବେ, କାରଣ ସେମାନେ ପ୍ରଭୁଙ୍କୁ ନିଜର ଅଂଶ କରିଛନ୍ତି, ପ୍ରଭୁଙ୍କୁ ନିଜର ବାଟ ସ୍ୱରୂପ କରିଛନ୍ତି। କିନ୍ତୁ ଆଜିର ମଣ୍ଡଳୀ ମଧ୍ୟରେ ଦେଖାଯାଉଛି ଯେ ଆଜି ଜଗତ ସେମାନଙ୍କର ଅଂଶ ହେଇଛି, ପ୍ରଭୁ ନାହିଁ, ଜଗତ। ପ୍ରଭୁ ମଧ୍ୟ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନେ ପ୍ରଭୁଙ୍କୁ ନିଜର ଭାଗ କରିବା, ପ୍ରଭୁଙ୍କୁ ନିଜର ଅଂଶ କରିବା, ତେବେ ଆମର ମୃତ୍ୟୁ ପର୍ଯ୍ୟନ୍ତ ସେଇ ପ୍ରଭୁ ଆମକୁ ସମ୍ଭାଳିବେ, ଆମର ଯତ୍ନ ନେବେ, ଆମର ଦେଖଭାଲ କରିବେ, ଆମକୁ ଆଶୀର୍ବାଦ କରିବେ, ଆମକୁ ଚିନ୍ତାରେ ପକାଇବେ ନାହିଁ, ନିରାଶରେ ପକାଇବେ ନାହିଁ, ଦୁଃଖରେ ପକାଇବେ ନାହିଁ। ତେଣୁକରି ଆମେ ମୃତ୍ୟୁକୁ ଭୟ କରିବା ନାହିଁ, କାରଣ ବାକ୍ୟ ଲେଖାଗଲା ମୃତ୍ୟୁ ପରେ ଏକ ଜୀବନ ଅଛି, ଅନନ୍ତକାଳର ଜୀବନ। ଆଉ ଏଠା ଲେଖାଗଲା ଆଉ ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ସୌଭାଗ୍ୟ ହେବେ ସେମାନେ ଧନ୍ୟ। ଆମର ଖ୍ରୀଷ୍ଟଙ୍କର ସୌଭାଗ୍ୟ ହେବା ପାଇଁ ପଡ଼ିବ। ଆମେ ଖ୍ରୀଷ୍ଟଙ୍କର ସୌଭାଗ୍ୟ ହେବା ପାଇଁ ହେଲେ ଆମ ବିଶ୍ୱାସକୁ ଦୃଢ଼ କରିବା, ଆମର ବିଶ୍ୱାସରେ ଲାଗି ରହିବା। ପ୍ରଭୁ ଆମକୁ ସୁନ୍ଦର ଭାବରେ ତାଙ୍କର ଅଂଶ ହେବା ନିମନ୍ତେ, ତାଙ୍କର ସୌଭାଗ୍ୟ ହେବା ନିମନ୍ତେ ଆମକୁ ପୃଥକ କରିଛନ୍ତି। ତାଙ୍କର ନିଜର ରକ୍ତ ଦେଇ ଆମକୁ ଧୋଇଛନ୍ତି। ଆମେ ତାଙ୍କର ସନ୍ତାନ ସନ୍ତତି। ଏଥିପାଇଁ ପ୍ରିୟମାନେ ଆମେ ପ୍ରାର୍ଥନାକୁ ଅବହେଳା ହେବ ନାହିଁ, ଉପାସନାକୁ ଅବହେଳା ହେବ ନାହିଁ, ବାକ୍ୟ ଧ୍ୟାନକୁ ଅବହେଳା ହେବ ନାହିଁ, ଆମେ ଆରାଧନାକୁ ଅବହେଳା କରିବା ନାହିଁ। ଆମେ ଲାଗି ରହିବା ପ୍ରଭୁରେ, କାରଣ ମାନେ ଆମମାନଙ୍କୁ ସେଥି ନିମନ୍ତେ ପ୍ରଭୁ କଣ କରିଛନ୍ତି, ଆହ୍ୱାନ କରିଛନ୍ତି। ପ୍ରଭୁ ଆଜିର ଅଳ୍ପ ବାକ୍ୟ ଦ୍ୱାରା ମୋତେ ଏବଂ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଯେ ମୁଁ ଏବଂ ଆପଣମାନେ ଏହି ଦିନମାନଙ୍କରେ ଏହି ଚିନ୍ତା କରିବା ଯେ ତାଙ୍କର ପ୍ରଥମ ପୁନରୁତ୍ଥାନରେ ଅଂଶୀ ହେବା ନିମନ୍ତେ ହେଲେ ଆମମାନେ ପୃଥକ ହେବା ପାଇଁ ପଡ଼ିବ, ବିଶ୍ୱାସ ଆମେ ପ୍ରଭୁ କରିବା ପାଇଁ ପଡ଼ିବ ଏବଂ ଆମମାନେ କେବଳ ପରମେଶ୍ୱରକୁ ପ୍ରେମ କରିବା ପାଇଁ ପଡ଼ିବ। ତିନିଟା କଥା ମୁଁ କହିଲି, ଅନେକ କଥା ଅଛି। ଆମମାନେ ପୃଥକୀକୃତ ହେବା ପାଇଁ ପଡ଼ିବ, ଆମମାନେ ପ୍ରଭୁ ଉପରେ ନିର୍ଭର କରିବା ପାଇଁ ପଡ଼ିବ, ବିଶ୍ୱାସ କରିବା ପାଇଁ ପଡ଼ିବ ଏବଂ ଆମମାନେ କେବଳ ପ୍ରଭୁଙ୍କୁ ହିଁ ପ୍ରେମ କରିବା ପାଇଁ ପଡ଼ିବ। ତାହେଲେ ଆମେ ତାଙ୍କର ଅଂଶ, ତାଙ୍କର ଭାଗ ଆମେ ହେଇପାରିବା। ତାଙ୍କର ପୁନରୁତ୍ଥାନରେ ଆମେ ଅଂଶୀ ପାରିବା, ପ୍ରଥମ ପୁନରୁତ୍ଥାନରେ ଆମେ ଅଂଶୀ ପାରିବା। ଯଦି ଆମେ ପୃଥକ ହେବା ନାହିଁ, ଯଦି ଆମେ ତାଙ୍କ ଉପରେ ନିର୍ଭର ବିଶ୍ୱାସ କରିବା ନାହିଁ, ଯଦି ଆମେ ତାଙ୍କୁ ପ୍ରେମ କରିବା ନାହିଁ, ତାହେଲେ ପ୍ରଥମ ପୁନରୁତ୍ଥାନରେ ଆମେ ଅଂଶୀ ହେଇପାରିବା ନାହିଁ। ଯଦି ପ୍ରଥମ ପୁନରୁତ୍ଥାନରେ ଅଂଶୀ ହେବା ନାହିଁ, ତାହେଲେ ଦ୍ୱିତୀୟ ମୃତ୍ୟୁ ଅଧୀନ ଆମେ ହେବ। ଦ୍ୱିତୀୟ ମୃତ୍ୟୁ ଆମକୁ ଅଧିକାର କରିବ, ଆଉ ଯେଉଁ ମୃତ୍ୟୁ କି ଗନ୍ଧକ ପ୍ରଜ୍ୱଳିତ ପାତାଳରେ ଉନ୍ନତ। ପ୍ରଭୁ हमको आज धन्य କରିବା ପାଇଁ ଚାହାନ୍ତି, हमको धन्य କରିବା ପାଇଁ ଚାହାନ୍ତି। ବାକ୍ୟ ଦ୍ୱାରା ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଚର୍ଚ୍ଚ ବନ୍ଦ କରି ପ୍ରାର୍ଥନା କରିବା। ଦୟାମୟ ସ୍ୱର୍ଗସ୍ଥ ପିତା, କେତେବେଳେ ତୁମର ପବିତ୍ର ନାମକୁ ଧନ୍ୟବାଦ ଦିଏ, ଅନୁଗ୍ରହ କର ତୋର ଉପସ୍ଥିତି ମଧ୍ୟରେ ବସି ପ୍ରାର୍ଥନା ପୂର୍ବକ ଆରମ୍ଭ କରି ଗୀତ ଆରାଧନା କରି ଦେଶତା ଉଚ୍ଚାରଣ କରି ହଁ परमेश्वर तो वाक्य शुणवा निमंते अनुग्रह कल। आ तुम वाक्य दे कथा कहल आ तुम सहित सहभागिता जीवन काटिया आ जो माने तुम सहित सहभागिता जीवन काटती आ से माने प्रथम पुनरुत्थान अंशी करती आ तुम तो सहभागिता निमंते हेले आमे पृथक हेबा पय पड़िबो, विश्वास रहबा पय पड़िबो बा निर्भर तुम ऊपर करबा पय पड़िबो एवं केवल तुमको ही प्रेम करबा पय प्रभु हमको दया कर जेपरिक आमने पवित्र हो और से प्रथम पुनरुत्थान रे आमे उत्थापन हेबो। एथिपाई प्रभु हमको अनुग्रह प्रदान कर। यीशु के नाम में मांगे पिता, आमीन।